ଚିରମଳୟରେ ସୁବାସିତ ଶେଫାଳୀର ବାସ ସଦୃଶ ବାସମୟ ଭାରତୀୟ ନାରୀର ଚିତ୍ରକଳ୍ପ। ଚାନ୍ଦିନୀ ରାତିର ଜ୍ୟୋତ୍ସ୍ନାଧ୍ୟତ ବସୁନ୍ଧରା ପରି ଷୋଳକଳା ସମ୍ପନ୍ନ ତାର କଳେବର। ଯଶସ୍ୱିନୀ, ଚିରସୁନ୍ଦରୀ, ଐଶ୍ୱର୍ଯ୍ୟଶାଳିନୀ ସେ। ସୁଚରିତ୍ର ଆଭୂଷଣରେ ଅଳଙ୍କୃତା, କଳକଲ୍ଲୋଳିନୀ, ନୀଳ ନିର୍ଝରିଣୀ। ସତୀ ଶିରୋମଣି, ଅତ୍ରି ଧର୍ମପତ୍ନୀ ଅନୁସୂୟା। ପ୍ରେମର ପାର୍ବଣରେ ପ୍ରୀତିରାଗ, ପ୍ରଜ୍ଞାନ ବୈଭବ ମୀରା। ରୁକ୍ଷ କର୍କଶ ଦାରୁଣ ପରମ୍ପରାର ସଂହାରକାରିଣୀ ରୂପକୁଁର ଓ ନାଙ୍ଗିଲି। ଭାରତ ଭୂଖଣ୍ଡର ଅଦ୍ୱିତୀୟ ନାରୀ କୂଟନୈତିଜ୍ଞ, ଯୋଦ୍ଧା, ସଙ୍ଗୀତ ସାଧିକା, ନୃତ୍ୟଶିଳ୍ପୀ, କବୟିତ୍ରୀ, ରାଜନୈତିକ ବିଶାରଦ, ଶସ୍ତ୍ର ଓ ଶାସ୍ତ୍ର ଜ୍ଞାତା, ବେଦ ଓ ବାଦ୍ୟର ବକ୍ତା ବୀର ପୃଥ୍ୱୀରାଜ ଚୌହାନଙ୍କ କନ୍ୟା, ଲୁପ୍ତ ଇତିହାସ ନାୟିକା ବେଳା ଓ ଅନ୍ୟତମ ଜୟଚନ୍ଦ୍ରଙ୍କ ନାତୁଣୀ ପ୍ରତିଶୋଧର ଲେଲିହାନ ବହ୍ନିଶିଖା କଲ୍ୟାଣୀ ଉପରେ ଆଜି ମୁଁ କୃଷ୍ଣଚନ୍ଦ୍ର ବାରି ଆଲୋକପାତ କରିବାକୁ ଯାଉଛି। ଆସନ୍ତୁ ନା ଜାଣିବା ଏ ବୀର ରମଣୀଙ୍କ ବୀରତ୍ୱର ଗାଥା। ବେଳା ପୃଥ୍ୱୀରାଜ ଚୌହାନଙ୍କ ଅଳିଅଳ କନ୍ୟା। କେତେକ ଇତିହାସକାରଙ୍କ ମତରେ ତିଲପତ, ଆଉ କେତେକଙ୍କ ଭାଷାରେ ସୋନପତ ରାଜନଗରରେ ଜନ୍ମଗ୍ରହଣ କରିଥିଲେ ବେଳା। ମାତା ରାଣୀ ସାଂଖ୍ୟଦେବୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଲାଳିତ ପାଳିତ ହେବା ସହ ଶସ୍ତ୍ର ଓ ଶାସ୍ତ୍ର, ବେଦ ଓ ବାଦ୍ୟକୁ ଗଭୀର ଭାବରେ ଅଧ୍ୟୟନ କରି ପରବର୍ତ୍ତୀ କାଳରେ ରାଜନୀତି, କୂଟନୀତି, କବିତା ଲିଖନ, ସଙ୍ଗୀତ ସମ୍ଭାଷଣ, ଏପରିକି ଗୁପ୍ତଚର ଭୂମିକା ମଧ୍ୟ ତୁଲାଇଥିଲେ। ସେ ଜଣେ ଉଚ୍ଚ କୋଟୀର ଯୋଦ୍ଧା ମଧ୍ୟ ଥିଲେ। କୈଶୋର କାଳରେ ସେ ରାଜା ପରମାଳଙ୍କ ପୁତ୍ର ବ୍ରହ୍ମଜିତଙ୍କୁ ବିବାହ କରିଥିଲେ ସୁଦ୍ଧା ତାଙ୍କର ଦାମ୍ପତ୍ୟ ଜୀବନ ବିଷମୟ ଥିଲା। ପାରିବାରିକ କଳହରେ ରାଜବଂଶ ଲିପ୍ତ ଥିବାରୁ ଜୀବନ ବିଷାଦଗ୍ରସ୍ତ ହୋଇ ଉଠିଥିଲା। ଏକ ରଣାଙ୍ଗନରେ ହଠାତ୍ ସ୍ୱାମୀ ବ୍ରହ୍ମଜିତଙ୍କ ମୃତ୍ୟୁ ହେବାରୁ ସେ ବୈଧବ୍ୟ ଯନ୍ତ୍ରଣାରେ ଛଟପଟ ହୋଇ ସ୍ୱାମୀହନ୍ତାକୁ ହତ୍ୟା କରି ପ୍ରତିଶୋଧ ନେଇଥିଲେ। ଅନେକ ଯୁଦ୍ଧ କ୍ଷେତ୍ରରେ ତାଙ୍କର ସହଚରୀ ତଥା ବିଶ୍ୱାସଘାତକ ଅଜା ଜୟଚନ୍ଦ୍ରଙ୍କ ଅନ୍ୟତମ ନାତୁଣୀ କଲ୍ୟାଣୀ ବୀରତ୍ୱର ସହ ଲଢ଼ି ବିଜୟର ବୈଜୟନ୍ତୀ ଉଡ଼ାଇ ଚାଲିଥିଲେ। ଦ୍ୱିତୀୟ ତେହେରାନ ଯୁଦ୍ଧରେ ଜୟଚନ୍ଦ୍ରଙ୍କ ସହାୟତାରେ ମହମ୍ମଦ ଘୋରୀ ରାଜା ପିତା ପୃଥ୍ୱୀରାଜ ଚୌହାନଙ୍କୁ ପରାସ୍ତ କରି ରାଜବାଟୀ ଦଖଲ କରିନେଲେ। ବେଳା ଓ କଲ୍ୟାଣୀ ହେଲେ ଯୁଦ୍ଧବନ୍ଦୀ। 17 କୋଟି ସ୍ୱର୍ଣ୍ଣ ମୁଦ୍ରା ଓ ଦେବ ବିଗ୍ରହ, 50,400,000 ରୌପ୍ୟ ମୂର୍ତ୍ତି, ସହସ୍ର ସହସ୍ର ମୂଲ୍ୟବାନ ପଥର, ହୀରା, ନୀଳା, ମଣି, ମାଣିକ୍ୟ, ବୈଦୁର୍ଯ୍ୟ ସହ ରାଜକନ୍ୟାଙ୍କୁ ନେଇ ମହମ୍ମଦ ଘୋରୀ ପ୍ରତ୍ୟାବର୍ତ୍ତନ କଲା ଆପଣାର ଦେଶ। ସ୍ୱଦେଶରେ ପହଞ୍ଚି ସର୍ବପ୍ରଥମେ ତାର ଗୁରୁ କାଜୀ ନିଜାମୁଲକୁ ସବିନୟ ପ୍ରଣାମ ଜଣାଇ ତାର ବୀରତ୍ୱର ଗାଥା ବଖାଣିଲା। ଧୀର ସ୍ଥିର ଚିତ୍ତରେ ଗୁରୁ ସବୁ ଶୁଣି ସାରିବା ପରେ ମୋ ପାଇଁ କ'ଣ ଆଣିଛୁ ବୋଲି ପ୍ରଶ୍ନ କଲେ। ବନ୍ଦୀ ବୀରକନ୍ୟା ବେଳା ଓ କଲ୍ୟାଣୀକୁ କାଜୀ ପାଖକୁ ଠେଲି ଦେଇ ମହମ୍ମଦ ଘୋରୀ କହିଲା, ସ୍ୱର୍ଗ ଅପସରି ଗ୍ରହଣ କରନ୍ତୁ ଗୁରୁଦେବ। ସ୍ୱର୍ଗ ଅପସରି ମର୍ତ୍ତେ ଅବତରି, ପ୍ରକାଶନ୍ତି ରୂପ କାନ୍ତି, ଗୁଣଗ୍ରାମ ରାଶି ସମ ନୁହେଁ ଶଶୀ, ଲାଜେଇ ଯାଆନ୍ତି ରତି। କୋଟି କନ୍ଦର୍ପର ପଞ୍ଚପୁଷ୍ପସର, କେଳି କଦମ୍ବ କାନନ, ଝରେ ଝର ଝର ଅମିୟ ନିର୍ଝର, ହସି ଦେଲେ ସାନୁମାନ। ମୂର୍ତ୍ତିମନ୍ତ କାୟ ପିତୁଳା ପରାଏ, ଚାହିଁ ରହିଅଛି କାଜୀ, ନିର୍ବାକ ନିସ୍ତବ୍ଧ ପ୍ରମୋଦେ ପ୍ରଲୁବ୍ଧ, ସୁବର୍ଣ୍ଣ ହେଉଛି ମାଜି। ଏମାନଙ୍କ ସହ ହେବ ପରିଣୟ ନିଶ୍ଚୟ ବୃଦ୍ଧ କାଳେ, ସଜାଅ ମଣ୍ଡପ, ସଜା ରଙ୍ଗ ଚାପ, ବାଦ୍ୟ ଘୋଷ ଯାତ୍ରା ତୁଳେ। ନିରୁପାୟ ବେନି ରାଜପୁତ ରାଜକୁମାରୀ କାଜୀ ନିଜାମୁଲକୁ ନିବେଦନ କରି କହିଲେ, ହଁ, ଆମେ ଆପଣଙ୍କ ପ୍ରସ୍ତାବରେ ରାଜି। ଆପଣଙ୍କୁ ବିବାହ କରି ଆମେ ଦୁଇ ଭଗ୍ନୀ ନିଜକୁ ଧନ୍ୟ ମନେ କରିବୁ। ଓଃ ଭାଗ୍ୟ ଆମର। କିନ୍ତୁ ଆମର ଦୁଇଟି ସର୍ତ୍ତ ଆପଣଙ୍କୁ ମାନିବାକୁ ପଡ଼ିବ। କାଜୀ କହିଲେ, କି ସର୍ତ୍ତ? ବିବାହ ବନ୍ଧନରେ ଆବଦ୍ଧ ନ ହେବା ଯାଏ ଆପଣ ଆମର ଅଙ୍ଗସ୍ପର୍ଶ କରିପାରିବେନି, ଏବଂ ଦ୍ୱିତୀୟରେ ଆମ
ଘରୁ ଆସିଥିବା ପୋଷାକ ପିନ୍ଧି ବିବାହ ବନ୍ଧନରେ ଆମେ ଆବଦ୍ଧ ହେବା। ବେଳା ଓ କଲ୍ୟାଣୀର ସର୍ତ୍ତକୁ ସମ୍ମାନ ଜଣାଇ ସମ୍ମତି ପ୍ରଦାନ କଲେ କାଜୀ। ନିର୍ଦ୍ଧାରିତ ସମୟ ଆଗତ ପ୍ରାୟ। ଗୁପ୍ତଚର କବିଚନ୍ଦ୍ର ବେଳା ଓ କଲ୍ୟାଣୀଙ୍କ ଆଦେଶ ଅନୁସାରେ ଭାରତକୁ ଫେରି ଆସି ପୁଣି ପୋଷାକ ନେଇ ଫେରିଗଲେ। ମହାକାଳ ବିଷଠାରୁ ଆହୁରି ଉର୍ଜ୍ଜସ୍ୱଳ ବିଷରେ ଧୋତ ପୋଷାକ ପରିଣୟ ପାର୍ବଣରେ ପିନ୍ଧାଯିବ। ଭୋଜିଭାତ ମୌଜ ମଜଲିସ୍ ଜାନି ଯାତ୍ରାରେ କମ୍ପି ପଡ଼ୁଥାଏ ଗଗନ ପବନ। ମହମ୍ମଦ ଘୋରିର ରାଜଉଆସରେ ବରକନ୍ୟା ସଜେଇ ହେବାରେ ବ୍ୟସ୍ତ, ଚାରମାନେ ସେବାରତ। କାଜୀ ଘୋରି ଦୁହେଁ ଅତୀବ ଉଲ୍ଲାସେ କରିଥାନ୍ତି ଆୟୋଜନ। ବିବାହ ସମୟ ଆସି ଉପଗତ, କାଜୀ କଲା ପରିଧାନ। କବିଚନ୍ଦ୍ର ଯେଉଁ ବସ୍ତ୍ର ନେଇଥିଲେ ଥିଲା ତାହା ବିଷ ବୋଳା। ବିଷର ଜ୍ୱାଳାରେ କାଜୀ ପ୍ରାଣ ଗଲା, ଡେଇଁଗଲେ ରାଜବାଳା। ଧନ୍ୟ ଭାରତୀୟ, ଧନ୍ୟ ଆଭିଜାତ୍ୟ, ମଥା ନଥ ଦେଖି ନାହିଁ ହାରିବି ଭାରତ ଯାଇଛି ଜିତିତ। ଧନ୍ୟ କନ୍ୟା ତୁମ୍ଭେ ଦୁହିଁ, ଧନ୍ୟ କନ୍ୟା ତୁମ୍ଭେ ଦୁହିଁ। ନମସ୍କାର।